5.1 ମ୍ୟାଗ୍ନିଚ୍ୟୁଡର ଆର୍ଥକ୍ୱେକ୍ଟାର ଭୟାବହତା ମଧ୍ୟ ରହିଛି। ଯଦି ଏଇଟା ଏବେ ଆରାଉଣ୍ଡ 250 କିଲୋମିଟର ଦୂରରେ ହେଇଛି ଆଉ ଏଇଟା ଟିକେ ଡିପ୍ ଡେପ୍ଥରେ ହେଇଛି। ତେଣୁ ଏଇଟା ଗୋଟେ ଯଦି ଡିପ୍ ଫୋକସ୍ ସାଲୋ ଫୋକସ୍ ହେଇଥାନ୍ତା ବି ତାର ଟିକେ ଇମ୍ପାକ୍ଟ ବି ପଡ଼ିଥାନ୍ତା, ଆଉ ଟିକେ ଡିଷ୍ଟାନ୍ସ କମି ଯାଇଥାନ୍ତା ଯଦି ଉପକୂଳରୁ ତାହେଲେ ବି ପଡ଼ିଥାନ୍ତା। କଥା ହେଉଛି ଏଇ 5.1ଟା ଗୋଟେ ମଡରେଟ୍ ଆର୍ଥକ୍ୱେକ୍। ଏଥିରେ ଘର ଭାଙ୍ଗିଯିବାର ବି ସମ୍ଭାବନା ଅଛି ଯଦି ପ୍ରପରଲି ମାନେ ପାଖାପାଖି ଘଟିଥାନ୍ତା, କିନ୍ତୁ ବର୍ତ୍ତମାନ ତ ସେୟା ହେଇନି। ଆମ ଓଡ଼ିଶାରେ ନିକଟ ଅତୀତରେ ଯେତେଟା ହେଇଛି ଆମେ ଦେଖିବା 5.6ର ହେଇଛି କେବେ 2014 ମସିହାରେ, ସେତେବେଳେ କିନ୍ତୁ ଟିକେ ଅଧିକ ଥିଲା ଇଫ୍ ୟୁ କମ୍ପେୟାର। ତ ଏଥିରେ ଅଧିକା ଥିଲା କାରଣ ସେଟା ଗୋଟେ 10 କିଲୋମିଟର ତଳେ ହେଇଥିଲା, ଏଇଟା 90 କିଲୋମିଟର ତଳେ ହେଇଛି। ତେଣୁ ଯେଉଁ ୱେଭ୍ ଗୁଡ଼ାକ ତରଙ୍ଗ ଗୁଡ଼ାକ ଆସିଛି, ଭୂକମ୍ପ ତରଙ୍ଗ ଗୁଡ଼ାକ ଆସିଛି, ସେଗୁଡ଼ିକ ଟିକେ ୱିକ୍ ହେଇଗଲା ଏବଂ ଏତେ ଡିଷ୍ଟାନ୍ସ ଆସିବାରୁ ୱିକ୍ ହେଇଗଲା। ତେଣୁ ଆମକୁ କେବଳ ଟ୍ରିମର ଫିଲ୍ ହେଲା। ଯଦି ପାଖରେ ହେଇଥାନ୍ତା ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଡ଼ାଏ ଫଲ୍ଟ ବି ଅଛି, ଛନ୍ଦାଛନ୍ଦି ହେଇକିରି ଅଛି, କାରଣ ଆମର ରିଭର ମାଉଥ ଗୁଡ଼ାକ ଯେତେ ଅଛି, ମହାନଦୀ କୁହନ୍ତୁ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଏଗୁଡ଼ାକ ସବୁ ଏ ପାଖାପାଖି ହେଲେ ଏଇଟା ଟ୍ରିଗର ହେଇଯିବ। ଟ୍ରିଗର ହେଇକିରି ଆମର ଉପକୂଳବର୍ତ୍ତୀ ଡିଷ୍ଟ୍ରିକ୍ଟ ଗୁଡ଼ାକରେ ଇମ୍ପାକ୍ଟ ଅଧିକା ପଡ଼ିବ। ଘରଦ୍ୱାର ଭାଙ୍ଗିବାର ସମ୍ଭାବନା ଏଇ 5.1ରେ ମଧ୍ୟ ହେଇପାରିବ। କିନ୍ତୁ ଯେହେତୁ ଆମର ନର୍ମାଲି ଯେତେକ ଭୂକମ୍ପ ହେଉଛି ସେଗୁଡ଼ିକ ନର୍ମାଲି ବେ ଅଫ୍ ବେଙ୍ଗଲରେ ଅତ୍ୟଧିକ ବଡ଼ ହେବାର ସମ୍ଭାବନା ଅଛି, କାରଣ ସେଠି କେତେ ଗୁଡ଼ାକ ଫଲ୍ଟ ଅଛି। ଆଉ ପର୍ଟିକୁଲାରଲି ଯେଉଁ ଗାଙ୍ଗେୟ ତ୍ରିକୋଣଭୂମି ଆଉ 90 ଡିଗ୍ରୀ ଯେଉଁ ଇଷ୍ଟ ରିଜ୍ ଅଛି, ସେଗୁଡ଼ାକ ହେଉଛି ବହୁତ ଆକ୍ଟିଭ୍। ତେଣୁ ସେଠି ଘଟିଗଲେ ଆମର ଇମ୍ପାକ୍ଟ ଅଧିକା ପଡ଼ିବ। ଆଉ ଗୁଡ଼ାଏ ଫଲ୍ଟ ଅଛି, ମେଜର 3ଟା ଫଲ୍ଟ ଅଛି ବେ ଅଫ୍ ବେଙ୍ଗଲରେ, ଯେଉଁଥିପାଇଁ ଏଗୁଡ଼ାକ ସବୁ ହେଉଛି। ତେଣୁ ବେ ଅଫ୍ ବେଙ୍ଗଲର ରିଜିଅନ୍ ଆମ ପାଇଁ ବିପଦ, କିନ୍ତୁ ଏହା ଯଦି ପାଖରେ ହେବ, ଉପକୂଳବର୍ତ୍ତୀ ପାଖରେ ହେବ, ତାହେଲେ ଓଡ଼ିଶା ଉପରେ ଏହାର ଭୟାବହତା ରହିଛି। କାହିଁକି ଏମିତି ଭୂକମ୍ପ ହେଉଛି? ଲଗାତାର ଭାବେ ଦେଖୁଛୁ ଅନେକ ଅଞ୍ଚଳରେ ଭୂକମ୍ପ ହେଉଛି ଏବେ। ମୁଁ ତ କହିଲି ଆମର ଯେଉଁ ଫଲ୍ଟ ସିଷ୍ଟମ ଅଛି, ଆମର ଯେଉଁ ପ୍ରସ୍ତରରେ ଯେଉଁ ଚିତି ଅଛି ଫଲ୍ଟ ଗୁଡ଼ାକ, ସେଇ ଫଲ୍ଟରେ ଷ୍ଟ୍ରେସ୍ ଆକୁମୁଲେଟ୍ ହେବ, ତାପରେ ଷ୍ଟ୍ରେନ୍ ଛାଡ଼ିଦେବ, ଯେତେବେଳେ ଭାଙ୍ଗିଯିବ ସେଇ ଗୁଡ଼ାକ ଘୁଞ୍ଚିଯିବ, ଫଲ୍ଟ ଲାଇନ୍ ଗୁଡ଼ାକ ଘୁଞ୍ଚିଯିବ, ସେତେବେଳେ ଆମର ସେଇଠୁ ଏନର୍ଜି ୱେଭ୍ ଗୁଡ଼ାକ ଆସିକିରି ଭୂପୃଷ୍ଠକୁ ଥରେଇ ଦେଉଛି। ସେଇଟା ହେଉଛି ଆମର ଭୂକମ୍ପ, ଯେଉଁଟା ମୁଁ ବର୍ତ୍ତମାନ ବି କହିଲି। ତେଣୁ ଏଇ କାରଣଟା କରିବା ପାଇଁ ଆମର ଫଲ୍ଟ ଜୋନ୍ ଥିବା ଦରକାର, ଆକ୍ଟିଭ୍ ଫଲ୍ଟ ଜୋନ୍। ଆମର ଯେତେ ଗୁଡ଼ିଏ ଫଲ୍ଟ ଅଛି, ମେଜର 3ଟା ଅଛି ବେ ଅଫ୍ ବେଙ୍ଗଲରେ, ଷ୍ଟାର୍ଟିଂ ଫ୍ରମ୍ ମ୍ୟାନମାର ଟୁ ଇଣ୍ଡିଆନ୍ ପ୍ଲେଟ୍ ଆଉ ନର୍ଥ ଇଷ୍ଟ ଜୋନ୍ରେ। ତା ଦେହରେ ଗୋଟେ ସାଙ୍ଗାଇଙ୍ଗ ଫଲ୍ଟ ଅଛି ୱେଷ୍ଟର୍ଣ୍ଣ କୋଷ୍ଟ ଅଫ୍ ମ୍ୟାନମାର, ସେଇଟା ଗୋଟେ ଏକଦମ ଆକ୍ଟିଭ୍ ଫଲ୍ଟ। ଆଉ ଗୋଟେ କାବାଉ ଫଲ୍ଟ ଅଛି, ସେଇଟା ବି ସାମାନ୍ୟ ଆକ୍ଟିଭ୍ ଫଲ୍ଟ। ବଟ୍ ଆମର ଅଛି ଚୁରାଚନ୍ଦ୍ରପୁର ମାଓ ଫଲ୍ଟ ନର୍ଥ ଇଷ୍ଟ ପାର୍ଟରେ, ସେଗୁଡ଼ାକ ବି ଏଗୁଡ଼ାକୁ ଆମର ଯେତେ ବେ ଅଫ୍ ବେଙ୍ଗଲରେ ହେବାର ସମ୍ଭାବନା ଅଛି ତାକୁ ଇନିସିଏଟ୍ କରୁଛି। କାରଣ ଆମର ଏଠି ଯେଉଁ ଫଲ୍ଟ ଆମର ଯେଉଁ ଇଣ୍ଡିଆନ୍ ପ୍ଲେଟ୍ ୟୁରେସିଆନ୍ ପ୍ଲେଟ୍ ମୁଭମେଣ୍ଟ କରୁଛି ଆରାଉଣ୍ଡ 50 mm per year, ସେଗୁଡ଼ାକ ଯେଉଁ ସବଡକ୍ସନ୍ ଜୋନ୍ ହେଉଛି, ସେ ସବଡକ୍ସନ୍ ଜୋନ୍ର ଇମ୍ପାକ୍ଟ ପଡ଼ୁଛି ବେ ଅଫ୍ ବେଙ୍ଗଲର ଚଟାଣ ଉପରେ, ମାନେ ବଙ୍ଗୋପସାଗରର ଚଟାଣ ଯେଉଁ ସି ଫ୍ଲୋର ଉପରେ। ସେଥିପାଇଁ ସେଠି ଗୋଟେ ଫଲ୍ଟ ସିଷ୍ଟମ ଅଛି, ଗୋଟେ କମ୍ପ୍ଲେକ୍ସ। ସେଇ ଫଲ୍ଟ ସିଷ୍ଟମ ଗୁଡ଼ାକ ଏଇ କରୁଛନ୍ତି। ଆକୁ ଛାଡ଼ିଦେଲେ ଆହୁରି ବହୁତ ଗୁଡ଼ିଏ ଅନ୍ୟ ସବୁ କାରଣ ରହିଛି, ଯେମିତି ଆପଣଙ୍କର କ୍ଲାଇମେଟ୍ ଚେଞ୍ଜ ହେଉଛି, ଗ୍ଲୋବାଲ ୱାର୍ମିଂ, ସେଥିରେ ସି ଲେବୁଲ୍ ବଢ଼ୁଛି, ଇମ୍ବାଲାନ୍ସ ହେଉଛି, ଆପଣଙ୍କର ଭିତ୍ତିଭୂମିର ସମ୍ପ୍ରସାରଣ ହେଉଛି କୋଷ୍ଟାଲ ଏରିଆରେ, ଇମ୍ବାଲାନ୍ସ ହେଉଛି। ସେଇ ଇମ୍ବାଲାନ୍ସ ଗୁଡ଼ାକ ମଧ୍ୟ ଏଗୁଡ଼ାକୁ ଟ୍ରିଗର କରୁଛି। ତାର ଇମ୍ପାକ୍ଟ ବି ମାନେ ଫଲ୍ଟ ଯେଉଁ ଅଛି ଫଲ୍ଟ ପ୍ଲେନ୍ ଗୁଡ଼ାକ, ସେଥିରେ ସେ ଷ୍ଟ୍ରେସ୍ ଆକୁମୁଲେଟ୍ କରିବା ପାଇଁ ଖୋରାକ ଯୋଗାଉଛି। ତେଣୁ ଏସବୁ ଯେଉଁ ନବ୍ୟ ଭୂଚଳନ ହେଉଛି, ନିଓଟେକ୍ଟୋନିଜିମ୍, ସେଗୁଡ଼ିକ ମଧ୍ୟ ଏହା ପାଇଁ ରେସ୍ପନ୍ସିବୁଲ୍। ତେଣୁ ଓଡ଼ିଶାର ଯେଉଁ ଉପକୂଳ ଅଞ୍ଚଳ ଅଛି, ଷ୍ଟାର୍ଟିଂ ଫ୍ରମ୍ ନର୍ଥ ଟୁ ସାଉଥ, ବାଲେଶ୍ୱର ପାଖରୁ ଗଞ୍ଜାମ ପର୍ଯ୍ୟନ୍ତ, ସେ ଅଞ୍ଚଳରେ ସବୁ ଜାଗାରେ ଆମେ ଫିଲ୍ କରିପାରିବା ଯଦି ହୁଏ ଏଇଭଳିଆ ଜିନିଷ। ଏବଂ 5.1ରୁ ଯଦି ଅଧିକା 5.6 ହେଇଥିଲା 2014ରେ, ବର୍ତ୍ତମାନ 2025ରେ ବର୍ତ୍ତମାନ 5.1, ଯଦି ତାଠାରୁ ଅଧିକା ହେଲା, ପାଖରେ ହେଲା, ସାଲୋ ଫୋକସ୍ ହେଲା, ତାହେଲେ ନିଶ୍ଚିନ୍ତ ରୂପରେ ହଁ ଭାଙ୍ଗିଯିବାର ସମ୍ଭାବନା ଅଛି।